ଏବଂ ସେ ଝିଅଟିକୁ ଟଣା ଓଟରା କରିବା ସହିତ ଝିଅଟିକୁ ଘୋଷାଡ଼ି ନେବା ପାଇଁ ଚେଷ୍ଟା କରୁଥିଲେ। ଦୁଇ ଜଣଙ୍କୁ ଏମାନେ ଧରିକି କ୍ୟାପିଟାଲ ଥାନାରେ ଆମେ କାଲି ଦେଇଛୁ ଏବଂ ସେମାନେ ଏପର୍ଯ୍ୟନ୍ତ ଡିଟେଣ୍ଡ ଅଛନ୍ତି କ୍ୟାପିଟାଲ ଥାନାରେ। ଦେଖନ୍ତୁ କାଲି ସନ୍ଧ୍ୟା 6:30 ସମୟ ଏବଂ ମୋର ସାନ ଭାଇ ଭଳି ଯିଏ ହବ ସିଏ ତାର ବାନ୍ଧବୀଙ୍କ ସହିତ ଆଇଜି ପାର୍କରେ ବସିଥିବା ସମୟରେ ଚାରୋଟି ଦୁର୍ବୃତ୍ତ ଯିଏକି ଅତିରିକ୍ତ ମଦ୍ୟପାନ କରିଥିଲେ ଏବଂ ସେ ପାର୍କ ଭିତରେ ବୁଲି ବୁଲି ଆଜ୍ଞା ସମସ୍ତଙ୍କୁ ଗାଳିମନ୍ଦ କରୁଥିଲେ। ଏମାନେ ଦେଖି ତାଙ୍କୁ ଆଭଏଡ କରିଥିଲେ, ଏମାନେ ଏମାନଙ୍କ ବାଟରେ କଥା ହଉଥିଲେ, କିନ୍ତୁ ଅଲ୍ ଅଫ୍ ଏ ସଡନ୍ ସେମାନେ ତାଙ୍କ ପଛକୁ ପଳେଇ ଆସିଥିଲେ ଏବଂ ଆସିକି ତାକୁ ଅଶାଳୀନ ଇଙ୍ଗିତ କରି ଅଶାଳୀୟ ଭାଷାରେ ଗାଳିଗୁଲଜ କରିଥିଲେ, ଯାହାକି ମତେ ମିଡିଆ ସାମ୍ନାରେ କହିବା ପାଇଁ ସାହସ ପାଉନି। ଏବଂ ତାଙ୍କ ପୁରୁଷ ବନ୍ଧୁ ଯିଏ ମୋ ସାନ ଭାଇ ଯିଏ ତାକୁ ପ୍ରତିବାଦ କରିଥିଲେ। ପ୍ରତିବାଦ କଲା ପରେ ସେ 4 ଜଣଟାକୁ ହଠାତ୍ କିନା ଏମାନେ 2 ଜଣଙ୍କୁ ମୋ ସାନ ଭାଇ ଆଉ ତା ବାନ୍ଧବୀଙ୍କୁ ଘେରି ଯାଇଥିଲେ ଏବଂ ସେ ଝିଅଟିକୁ ଟଣା ଓଟରା କରିବା ସହିତ ଝିଅଟିକୁ ଘୋଷାଡ଼ି ନେବା ପାଇଁ ଚେଷ୍ଟା କରୁଥିଲେ ଏବଂ ମୋର ସାନ ଭାଇ ଯିଏ ତାଙ୍କୁ ଅଟକେଇଥିଲା ଏବଂ ଫୋନ ବାହାର କରିକି ଯେତେବେଳେ ପୁଲିସକୁ ଖବର ଦେବା ପାଇଁ ଯାଉଥିଲା ତା ଫୋନଟିକୁ ସେମାନେ ବାଡେଇକି ଭାଙ୍ଗି ଦେଇଥିଲେ। କିନ୍ତୁ ସେଇ ଘଟଣାରେ ସିଏ କିଛିଟା ଭିଡିଓ କ୍ଲିପ କରିବାରେ ସକ୍ଷମ ହେଇଥିଲା। ତା ପରବର୍ତ୍ତୀ ଅବସ୍ଥାରେ ସିଏ ମତେ ଖବର ଦେଇଥିଲା ଏବଂ ଆମେ ସମସ୍ତେ ତାଙ୍କୁ ନେଇକି କ୍ୟାପିଟାଲ ପୋଲିସ ଷ୍ଟେସନ ଯାଇଥିଲୁ। ମୁଁ ଇମିଡିଏଟଲି ଡିସିପିଙ୍କୁ ଆକ୍ନୋଲେଜ କରିଥିଲି ଏବଂ ଡିସିପିଙ୍କ ନଲେଜରେ ମୁଁ ଆଣିଥିଲି। ମୁଁ ଧନ୍ୟବାଦ ଦେବି ଡିସିପି ମହୋଦୟଙ୍କୁ, मीना ସାରଙ୍କୁ ଧନ୍ୟବାଦ ଦେବି ଯେ ସେ ଇମିଡିଏଟଲି ଘଟଣାଟିକୁ ଭାରି ସିରିୟସଲି ଗମ୍ଭୀରତାର ସହିତ ନେଇଥିଲେ ଏବଂ ଇମିଡିଏଟଲି ସେ ନିଜେ କ୍ୟାପିଟାଲ ଥାନା ପହଞ୍ଚିକି ଘଟଣାର ସମ୍ପୂର୍ଣ୍ଣ ଭାବେ ଇନକ୍ୱାରି କରିଥିଲେ। ଆପଣ ଦେଖିବେ ଯେତେବେଳେ এই ଘଟଣାଟି ଘଟିଥିଲା ଆଇଜି ପାର୍କରେ ସିକ୍ୟୁରିଟି ମାନେ 2-4ଟି ସିକ୍ୟୁରିଟି ଯେତେବେଳେ ପଳେଇ ଆସିଥିଲେ ସ୍ପଟ ଉପରକୁ ଏବଂ ଇଏ ସାନ ଭାଇଟି ମୋର ସମସ୍ତେ ମିଶିକି ସେ 4 ଜଣଙ୍କ ଭିତରୁ 2 ଜଣଙ୍କୁ ଆଜ୍ଞା ମାଡି ବସିଥିଲେ, କିନ୍ତୁ ଆଉ 2 ଜଣ ଆଜ୍ଞା ଫେରାର ହେଇଯାଇଛନ୍ତି। ଦୁଇ ଜଣଙ୍କୁ ଏମାନେ ଧରିକି କ୍ୟାପିଟାଲ ଥାନାରେ ଆମେ କାଲି ଦେଇଛୁ ଏବଂ ସେମାନେ ଏପର୍ଯ୍ୟନ୍ତ ଡିଟେଣ୍ଡ ଅଛନ୍ତି କ୍ୟାପିଟାଲ ଥାନାରେ। ତେଣୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦେବି ଡିସିପି ମହୋଦୟଙ୍କୁ ଯେ ସମ୍ପୂର୍ଣ୍ଣ ଭାବେ ସେ ତାଙ୍କ ନିଜ ତଦାରଖ କରିକି ଏଭଳି ମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମକୁ ଆଶ୍ୱାସନା ଦେଇଛନ୍ତି। ଆପଣ ଦେଖିବେ वी आर वेरी प्राउड टू हैव ए डीसीपी लाइक मीना सार। किंतु ଆପଣ ଯଦି ସମଗ୍ର ଓଡ଼ିଶା କଥା ଚିନ୍ତା କରିବେ ଦେଖିବେ କୋଉଭଳି ଭାବେ ଓଡ଼ିଶାରେ ନାରୀ ଅସୁରକ୍ଷିତ ହେଇ ଚାଲିଛନ୍ତି। ପ୍ରତିଦିନ ଆପଣ ନ୍ୟୁଜ ଖୋଲନ୍ତୁ, ପେପର ଖୋଲନ୍ତୁ, ଦେଖିବେ ଯେ ନାରୀ କୋଉଠି ଗଣଦୁଷ୍କର୍ମର ଶିକାର ହଉଛି, ନାରୀ କୋଉଠି ଚାପରେ ସୁଇସାଇଡ କଲାଣି। ଆପଣ ଏବେ ଘଟଣା ଦେଖିବେ ଧଉଳି ଘଟଣା ଯୋଉଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ଆପଣଙ୍କର ଧଉଳିରେ ଯେତେବେଳେ ବୁଲିକି ଜଣେ କପଲ ଘରକୁ ଫେରୁଛନ୍ତି ଟଙ୍କପାଣି ରୋଡ ସ୍ଥିତ ତାଙ୍କୁ କିଭଳି ଭାବେ ଅସଦାଚରଣ କରାଯାଉଛି, ବଟି ମଗା ଯାଉଛି ଏବଂ ଆପଣ ଜାଣିବେ ଯୋଉ ପିଲାଟି ଏଇ ସବୁ ଘଟଣା କରିଛି ସିଏ ଆଜ୍ଞା 10 ଦିନ ହବ ଜେଲରୁ ଆଜ୍ଞା ବାହାରିଥିଲା। ତା ନାଁରେ ବହୁତ ଆଣ୍ଟିସିଡେଣ୍ଟ ଆଗରୁ ଅଛି। ତେଣୁ ପୁଲିସ ଏଇ ସବୁ ଲୋକ ଯୋଉମାନେ ଅସାମାଜିକ ବ୍ୟକ୍ତି ବାହାରୁଛନ୍ତି ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା କଥା ଏବଂ ଯୋଉ ନିଛାଟିଆ ଏରିଆ ବାଟେ ଲୋକ ଯିବା ଆସିବା କରୁଛନ୍ତି ସେଠି ପୋଲିସ ପେଟ୍ରୋଲିଂ ବଢେଇବା କଥା। କିନ୍ତୁ ଧଉଳି ଥାନା ପୋଲିସ ସେସବୁ ଜିନିଷ କରିନାହିଁ, ଯାହା ଫଳରେ ଏଇ ସବୁ ଘଟଣା ଘଟିଛି। ଦେଖନ୍ତୁ ଘଟଣାଟି ଘଟିଗଲା ପରେ ପୋଲିସ ତତ୍ପରତା ପ୍ରକାଶ କରୁଛି ଆଜ୍ଞା। ନାଇଁ ସେମାନେ ବି ଯୋଉଠି ବସିଥିଲେ ଦେଖିବେ ସେ ବିଧାନସଭା ଫ୍ରଣ୍ଟରେ ହିଁ ବସିଥିଲେ, ସାଇଡରେ ହିଁ ବସିଥିଲେ, ଯୋଉଟା କି ରାଜରାସ୍ତାକୁ ଆପଣଙ୍କୁ ଦେଖା ବି ଯାଉଛି। ଆମେ ଏବେ पुलिस आईआईसी निजे आसते स्पॉट इनक्वारी करके जाइसंते, सब करके जाइसंते। तेणु आम से स्पॉट टी देखिलु पूरा आलोकित एरिया रास्ता साइड एवं देखिए जो मद्यपान युवक मैंने ये घटना घटाऊँच केवल ये उचित दंड न दि जाए एम जो बेल पलि आस कम दफा लगी जाऊँगी आईपीसी देखो मान निश्चित भाव आईन श्रृंखला परिस्थिति को चैलेंज जो व्यक्ति माने करूछंती तांकु पुलिस प्रशासन दृढ़ कार्यानुष्ठान तांको विरुद्ध रे ग्रहण करिवार अछि। किंतु मु स्पेशली आपण यदि भुवनेश्वर कथा मते पचारिबे मु डीसीपी महोदय को धन्यवाद देबी, कारण जेते भी घटना घटिछ हम नॉलेज को आसीछि आमे जेते की घटना एक्नॉलेज करिछु डीसीपी को सी इमीडिएटली निजे तदारक करिसंते एवं आईनगत कार्यानुष्ठान ग्रहण करिसंते। आज्ञा एमानंकु मु तो कहबी एमानंकु नपुंसक करदवा कथा, एमानंकु नपुंसक करदेले एमाने जो मद पीके उत्त्यक्त होउछन जो पुलिस रो गोटे भय एमानंक मनरे लिभि जाईची एवं सेमाने कहउछंती जे आमे एमती करिवो आम बाप मां माने जाई कि थाना रे गोडा हाथ धरी कंप्रोमाइज करिकि पळै आसीबे एवं काली भी घटना तो थाना रे सेमानकु अटक रखा जाईतिला ताका मां आसिके कहउतिले हमकु जे कंप्रोमाइज करि दियो छोट पिला भूल कर देइसंती आउ ए भलिया घटना आउ द्वितीय थर करिवोनी। मु कहबी से पिलार जेतिकी भूल नाही आज्ञा
କିନ୍ତୁ ବାପା ମାଙ୍କର ଆଜ୍ଞା ଯଥେଷ୍ଟ ଭୁଲ ରହୁଛି। ଏମାନେ ଏଇ ସବୁ ଘଟଣା ଏମାନେ ପ୍ରଥମ ଥର କରୁନଥିବେ ଆଜ୍ଞା। ଏଇ ସବୁ ଘଟଣା ଏମାନେ କରି ଆସୁଥିବେ, ଯୋଉଠିକି ବାପା ମା ମାନଙ୍କ ସାହସରେ ଏମାନେ ଏଇ ସବୁ ଘଟଣା ଘଟଉଛନ୍ତି। ତେଣୁ ପୁଲିସ ପ୍ରଶାସନକୁ ଅନୁରୋଧ କରୁଛି, ଡିସିପି ମହୋଦୟଙ୍କୁ ଅନୁରୋଧ କରୁଛି, ଆଉ ଯୋଉ 2 ଜଣ ଖସି ଯାଇଛନ୍ତି ତାଙ୍କୁ ତୁରନ୍ତ ଗିରଫ କରନ୍ତୁ। ମତେ ଡିସିପି ନିଜେ ଆସୁରାନ୍ସ ଦେଇଛନ୍ତି ଯେ ଗୋଟେ ସ୍ପେଶାଲ ଟିମ୍ ଫର୍ମେସନ ହେଇଛି ଏବଂ 2 ଜଣ ଦୁର୍ବୃତ୍ତ ଫେରି ଯାଇ ମାନେ ପଳେଇଛନ୍ତି, ଲୁଚିକି ପଳେଇଛନ୍ତି, ତାକୁ ତୁରନ୍ତ ଗିରଫ କରାଯିବ ବୋଲି ମତେ ଡିସିପି ଆସୁରାନ୍ସ ଦେଇଛନ୍ତି।